ନିମ୍ନମାନର ବିଦ୍ୟୁତ୍ ତାର ପାଇଁ ସର୍ଟ ସର୍କିଟ୍ ବୋଲି ଅଭିଯୋଗ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବଜାରରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଲାଗିଥିବା ତାର ଜଳୁଥିବାର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା 5ଟା ସମୟରେ ମୋରଡ଼ା ବଜାରରେ ତାରିଣୀ ଛକ ସାମ୍ନାରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ତାରରେ ନିଆଁ ଲାଗିଥିବାର ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ଉକ୍ତ ଖୁଣ୍ଟରୁ ସ୍ଥାନୀୟ ଦୋକାନୀ ଓ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇଥିବା ବେଳେ ନିମ୍ନମାନର ବିଦ୍ୟୁତ୍ ତାର ଓ ସାମଗ୍ରୀ ବ୍ୟବହାର ହେଉଥିବାରୁ ଏମିତି ଅଘଟଣ ଘଟୁଛି ବୋଲି ଅଞ୍ଚଳରେ ଆଲୋଚନା ହେବା ସହିତ ଅସନ୍ତୋଷ ବୃଦ୍ଧି ପାଇଛି। ତେବେ ଖବର ପାଇ ବିଦ୍ୟୁତ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବା ପରେ ଜଳିଯାଇଥିବା ବିଦ୍ୟୁତ୍ କେବୁଲ ତାରକୁ କାଟିବା ପରେ ସଂଯୋଗ କରିଥିଲେ। ଘଟଣା ବାବଦରେ ବିଦ୍ୟୁତ୍ ସେକ୍ସନ ସହକାରୀ ପରିଚାଳକ ମୃତ୍ୟୁଞ୍ଜୟ ପାଣିଗ୍ରାହୀଙ୍କୁ ପଚାରିବାରୁ ସର୍ଟ ସର୍କିଟ୍ ଯୋଗୁଁ ଖୁଣ୍ଟରେ ଥିବା ଏକ ଏଲ୍ଟି କେବୁଲ ତାର ଜଳିଯାଇଥିବାର କହିଛନ୍ତି। ତେବେ ଉକ୍ତ ଖୁଣ୍ଟକୁ ଲାଗି କୌଣସି ଗଛ ଲତା ନଥିବା ବେଳେ କେମିତି ସର୍ଟ ସର୍କିଟ୍ ହେଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟକଳାପ ତଥା ନିମ୍ନମାନର ବିଦ୍ୟୁତ୍ ତାର ଲଗାଇ ସରକାର ଟଙ୍କାକୁ ଆତ୍ମସାତ୍ କରୁଥିବାର ସାଧାରଣରେ ଆଲୋଚନା ହେଉଛି।